शुभ सन्ध्याରେ ଆମେ ଆଲୋଚନା କରିବା ଯେ ସ୍ୱୟଂ ଜଗନ୍ନାଥ ଶାନ୍ତିର ପ୍ରତୀକ କ'ଣ ପାଇଁ? ଆପଣମାନେ ଜଗନ୍ନାଥଙ୍କୁ ଶାନ୍ତିର ପ୍ରତୀକ ବୋଲି କାହିଁକି କହିବେ? କାରଣ କ'ଣ? ଆପଣ ଜାଣିଛନ୍ତି ଚାରି ଯୁଗରେ ହେଉଛି ସତ୍ୟ, ତ୍ରେତୟା, ଦ୍ୱାପର, କଳି। ବର୍ତ୍ତମାନ କଳିଯୁଗ ଚାଲିଛି। ଆପଣ ଜାଣିଛନ୍ତି ସତ୍ୟ ଯୁଗରେ ହିଁ ସ୍ୱୟଂ ସତ୍ୟନାରାୟଣ ଆସିଥିଲେ ସତ୍ୟର ପ୍ରତୀକ ଭାବରେ, ଯିଏକି ହିରଣ୍ୟକ ରାକ୍ଷସକୁ ନିଧନ କରି ହିଁ ସତ୍ୟର ବାର୍ତ୍ତା ଦେଇଥିଲେ ସମାଜକୁ ଏବଂ ସତ୍ୟର ପ୍ରତୀକ ସାଜି ହିଁ ଅସତ୍ୟକୁ ନିଧନ କରିଥିଲେ, ସମାପ୍ତ କରିଥିଲେ। ତେଣୁ ସ୍ୱୟଂ ନାରାୟଣଙ୍କୁ ହିଁ ସତ୍ୟ ଯୁଗରେ ସତ୍ୟର ପ୍ରତୀକ ବୋଲି ହିଁ ମାନିବା ଉଚିତ ଏବଂ ସମସ୍ତେ ହିଁ ତାହା ଗ୍ରହଣ କରନ୍ତି। ସ୍ୱୟଂ ନାରାୟଣ ହିଁ ସତ୍ୟର ପ୍ରତୀକ ଅଟନ୍ତି ସତ୍ୟ ଯୁଗରେ। ତ୍ରେତୟାରେ ଆପଣ ଜାଣିଛନ୍ତି ପରମାତ୍ମା ନିଜେ ଲୀଳାଖେଳା କରିବା ପାଇଁ ଶ୍ରୀରାମଙ୍କ ଅବତାର ନେଇ ଆସିଥିଲେ ଧର୍ମର ପ୍ରତୀକ ସାଜି ଧର୍ମ ପ୍ରତିଷ୍ଠା କରିବା ପାଇଁ। ଅଧର୍ମର ବିନାଶ କରି ଧର୍ମ ପ୍ରତିଷ୍ଠା କରିଥିଲେ ଏବଂ ରାବଣ ଭଳି ଅସୁରକୁ ନିଧନ କରି ତାକୁ ସମାପ୍ତ କରି ଧର୍ମର ପ୍ରତିଷ୍ଠା କରିଥିଲେ। ସେଥିପାଇଁ ତ୍ରେତୟା ଯୁଗକୁ ସମସ୍ତେ ହିଁ ମାନିଥାନ୍ତି ଧର୍ମର ପ୍ରତୀକ ଭାବରେ ପରମାତ୍ମାଙ୍କୁ। ତେଣୁ ଆପଣ ଜାଣିଲେ ସତ୍ୟ ଉପରେ ତ୍ରେତୟା। ଦ୍ୱାପରରେ ଆପଣ ଜାଣିଛନ୍ତି ସ୍ୱୟଂ କୃଷ୍ଣ ଆସିଥିଲେ ପ୍ରେମର ପ୍ରତୀକ ସାଜି ଏ ସମାଜରେ ପ୍ରେମର ବାତାବରଣ ସୃଷ୍ଟି କରିଥିଲେ ଏବଂ ଆନନ୍ଦ ଉଲ୍ଲାସରେ ହିଁ ସଂସାର ନାଚି ଉଠିଥିଲା। କୃଷ୍ଣଙ୍କର ପ୍ରେମର ପାଗଳ ହୋଇ ଗୋପୀମାନେ ପ୍ରଳାପ କରିଥିଲେ ଏବଂ ଆନନ୍ଦ ଦେଇଥିଲେ ଏବଂ ଏ ସମଗ୍ର ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା ସ୍ୱୟଂ କୃଷ୍ଣଙ୍କ ପ୍ରେମରେ। ଏବଂ ଅସୁର ଥିଲେ କିଏ ନା କଂସକୁ ନିଧନ କରି ସମାପ୍ତ କରି ପ୍ରେମର ବାତାବରଣ ଦେଖିଛନ୍ତି। ଯେହେତୁ ସ୍ୱୟଂ କୃଷ୍ଣକୁ ଆପଣ କ'ଣ କହନ୍ତି ନା କୃଷ୍ଣ ହେଉଛନ୍ତି ପ୍ରେମ ଅବତାର, ଯେଉଁ ପ୍ରେମ ପୁରୁଷ ବା ପ୍ରେମର ପ୍ରତୀକ ଅଟନ୍ତି ସ୍ୱୟଂ କୃଷ୍ଣ। କିନ୍ତୁ କଳିଯୁଗରେ ସ୍ୱୟଂ ଜଗନ୍ନାଥ ଦାରୁ ବ୍ରହ୍ମ ସାଜି ନୀରବରେ ରହି ଏ ସମସ୍ତ ମନୁଷ୍ୟମାନଙ୍କର ହିଁ ଲୀଳାଖେଳା ଦେଖୁଛନ୍ତି, କିଛି କାହାକୁ କହୁନାହାନ୍ତି। ସେ ଦୁଇଟି ନେତ୍ରରେ ହିଁ 24 ଘଣ୍ଟା ଚାହିଁ ରହିଛନ୍ତି ଅପଲକ ନୟନରେ, ତାଙ୍କର ଆଖିପତା ପଡ଼ୁନାହିଁ। କିନ୍ତୁ ଦାରୁ ବ୍ରହ୍ମ ମୁରାରି ସାଜିଛନ୍ତି, ତା ଅର୍ଥ ନୀରବ ଦ୍ରଷ୍ଟା ଭାବରେ ହିଁ ସମସ୍ତ ମଣିଷଙ୍କର ହିଁ କର୍ମ ଗୁଡ଼ିକ ଦେଖୁଛନ୍ତି। ସେଥିପାଇଁ ସେ ହେଉଛନ୍ତି ଶାନ୍ତିର ପ୍ରତୀକ। ଆପଣ ଜାଣିଛନ୍ତି ଯେ କଳିଯୁଗରେ କୌଣସି ଦାନବ ସାଜି ଅସୁର ନାହାନ୍ତି। ଯେପରି ସତ୍ୟରେ ଥିଲେ ହିରଣ୍ୟକ, ତ୍ରେତୟାରେ ଥିଲେ ରାବଣ, ଦ୍ୱାପରରେ ଥିଲେ କଂସ, ଠିକ୍ ସେପରି ହିଁ କଳିଯୁଗରେ ସେଭଳି କିଛି ଯେହେତୁ ଅସୁରର ଆବିର୍ଭାବ ହୋଇନାହିଁ, ସେଥିପାଇଁ ପରମାତ୍ମା ସ୍ୱୟଂ ନିଜେ ଜଗନ୍ନାଥ ଦାରୁବ୍ରହ୍ମ ରୂପ ଧରି ଆସିଛନ୍ତି ନୀରବ ଦ୍ରଷ୍ଟା ସାଜି ଏ ମଣିଷମାନଙ୍କର କର୍ମ ଗୁଡ଼ିକ ଦେଖିବା ପାଇଁ। ତାହେଲେ କଳିଯୁଗରେ ଅସୁର କିଏ ନା ସେଇ ମଣିଷ ଭିତରେ ଥିବା ଶବ୍ଦ ବା ମୁଁ। ଯେତେବେଳେ ମଣିଷ ଅଶାନ୍ତି ବାତାବରଣ ସୃଷ୍ଟି ହୁଏ ସେତେବେଳେ ତାର ଅସୁର ପ୍ରକୃତି ସୃଷ୍ଟି ହୁଏ, ପଶୁ ହେଇଯାଏ ସେ। ତେଣୁ ସେ ଯେତେବେଳେ ଶାନ୍ତିରେ ରହେ ସ୍ୱୟଂ ଜଗନ୍ନାଥଙ୍କର ଆନନ୍ଦ ନେଇପାରେ। କାହିଁକି ନା ଯେତେବେଳେ ମଣିଷ ଶାନ୍ତି ହେଇଯାଏ ସେତେବେଳେ ନୀରବରେ ରହେ, ଯାହା ସ୍ୱୟଂ ଜଗନ୍ନାଥ ଦେଖେଇଛନ୍ତି କଳିଯୁଗରେ ଶାନ୍ତିର ପ୍ରତୀକ ସାଜି। ତା ଅର୍ଥ ଜଗନ୍ନାଥ ନୀରବ ଦ୍ରଷ୍ଟା। ଆପଣମାନେ ଲକ୍ଷ୍ୟ କରି ଦେଖନ୍ତୁ, ଯେତେବେଳେ ମଣିଷ ଶାନ୍ତିରେ ରହେ ସେତେବେଳେ କ'ଣ କରେ ନା ଆନନ୍ଦରେ ହସେ ଏବଂ ଆନନ୍ଦ ନେଇଥାଏ। ଠିକ୍ ସେପରି ଜଗନ୍ନାଥ ସ୍ୱୟଂ ନିଜେ କ'ଣ କରିଛନ୍ତି ନା ଆନନ୍ଦ ରହୁଛନ୍ତି ନିଜର ଦୁଇଟି ନୟନରେ ଅପଲକ ନୟନରେ ଚାହିଁ ଏବଂ ମୃଦୁ ହାସ୍ୟ ତାଙ୍କର ସଦା ସର୍ବଦା ଓଠର ହସରେ ହିଁ ଆନନ୍ଦର ଲହରୀ ସୃଷ୍ଟି ହୋଇଥାଏ। ଏବଂ ସେ କ'ଣ କରିଥାନ୍ତି ନା ସଦା ସର୍ବଦା ଶାନ୍ତିରେ ଯେହେତୁ ରହିଥାନ୍ତି ତାଙ୍କୁ ଦର୍ଶନ ମାତ୍ରାରେ ହିଁ ଆପଣମାନେ ଶାନ୍ତି ଅନୁଭବ କରନ୍ତି। କାହିଁକି ନା ସେ ନୀରବ ସାଜିଛନ୍ତି। ତେଣୁ ଆପଣ ଜାଣିଲେ ସ୍ୱୟଂ ଜଗନ୍ନାଥ ନିଜେ ହେଉଛନ୍ତି କଳିଯୁଗରେ ଶାନ୍ତିର ପ୍ରତୀକ। କିନ୍ତୁ ଆଜିର କିଛି ଅଜ୍ଞାନ ଯେ ସେ ଯେହେତୁ ହିଁ ଅଶାନ୍ତି ଅଜ୍ଞାନତାରା ହିଁ ସେ ଭରିପୁର ହୋଇ ରହିଛି, ଯେ ସେ ନିଜେ କିଏ ଜାଣିନି, ପରମାତ୍ମା କିଏ ଜାଣିନି। ଯେହେତୁ ସେ ସତ୍କର୍ମ ସଦ୍ଭାବ ସଚିନ୍ତାରେ ନାହିଁ, ସେ କ'ଣ କରୁଛି ନା ପାଗଳାମି ହିଁ ବାଚାଳପ ହିଁ ସେ ମଣିଷଙ୍କୁ ଆଜି ମଣିଷଙ୍କୁ ଭଗବାନ କହିଲାନି ତ କାଲି ସେଠି ଯାଇ ଭଜନ କୀର୍ତ୍ତନ ମଣିଷଙ୍କର କଲାନି, ପରମାତ୍ମାଙ୍କୁ ଅସମ୍ମାନ କରି। କିନ୍ତୁ ଯଦି ଆପଣ ଲକ୍ଷ୍ୟ କରିବେ ଦେଖିବେ କଳିଯୁଗରେ ଏକ ହିଁ ସ୍ୱୟଂ ପରମାତ୍ମା, ତାହା ହେଉଛି ସ୍ୱୟଂ ଜଗନ୍ନାଥ, ଯିଏକି ଦାରୁ ବ୍ରହ୍ମ ରୂପରେ ହିଁ ବସିଛନ୍ତି।
ଶାନ୍ତିର ପ୍ରତୀକ ସାଜି। ତେଣୁ ଆପଣ ଜାଣିଲେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ଶାନ୍ତିର ପ୍ରତୀକ। ତେଣୁ ଚାରି ଯୁଗରେ ଯେହେତୁ ସତ୍ୟ, ଧର୍ମ, ପ୍ରେମ, ତାପରେ କଳିଯୁଗରେ ଆସିଲା ଶାନ୍ତି, ତେଣୁ ସ୍ୱୟଂ ଜଗନ୍ନାଥ ନିଜେ ଶାନ୍ତିର ପ୍ରତୀକ ଭାବରେ ହିଁ ଏ କଳିଯୁଗରେ ଆବିର୍ଭାବ ହୋଇଛନ୍ତି। ତେଣୁ କଳିଯୁଗ ହେଉଛି ଶ୍ରେଷ୍ଠ ଯୁଗ। ମଣିଷ ପାଖରେ ଯଦି ସତ୍ୟ ଅଛି, ଧର୍ମ ଅଛି, ପ୍ରେମ ଅଛି, ଯଦି ଶାନ୍ତି ନାହିଁ, ତାହେଲେ ସେ ମଣିଷ ଆନନ୍ଦ ପାଏ ନାହିଁ। ତେଣୁ ସ୍ୱୟଂ ଜଗନ୍ନାଥ ନିଜ ହେଉଛନ୍ତି କଳିଯୁଗରେ ଶାନ୍ତିର ପ୍ରତୀକ ଅଟନ୍ତି। ତେଣୁ ଆପଣ ଜାଣିଲେ ଶାନ୍ତିର ପ୍ରତୀକ ସ୍ୱୟଂ ଜଗନ୍ନାଥ ଅଟନ୍ତି।